ମୁଁ ଅବିକା କଥା ହେଇଛି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସାଙ୍ଗରେ ଏବଂ ତାଙ୍କୁ ଡାଇରେକ୍ସନ ଦିଆହେଇଛି ସେ ଖୁବ୍ ଶୀଘ୍ର ତାକୁ ଫିଲ୍ଡ ଭିଜିଟ୍ କରିବେ ଏବଂ ଯେଉଁ ଅଭିଯୋଗଟା ଆସିଛି ତାକୁ ଦେଖିବେ ଏବଂ ଦେଖିକିରି ସେ ଅନୁସାରେ ଯାହା ଠିକ୍ କରିବା କଥା କରିବେ। ସମସ୍ୟା ଶରତ ଫ୍ୟାକ୍ଟ୍ରି ବର୍ତ୍ତମାନ ଯେଉଁ କଣ୍ଟ୍ରାକ୍ଟର ଆସି କାମ କରିବା ନିମ୍ନମାନର କାମ ହୋଇଛି। ଥରେ ଆମେ ଡାକିଥିଲୁ ଆପଣମାନଙ୍କୁ, ଆପଣ ଆସିକି ଭିଜୁଆଲ୍ କରିଥିଲେ। ବର୍ତ୍ତମାନ ପୁଣି ଯେଉଁ ବର୍ଷା ଲଗାତାର ଯେ 4-5 ଦିନ ଭିଜୁଆଲ୍ ହେଲା ଭିତରେ ବର୍ତ୍ତମାନ ଆମେ ପୁଣି ଭାଙ୍ଗିକି ପୁରା ବନ୍ଧ ଯାଇଛି, ଆଉ କିଛି ନାହିଁ। ବର୍ତ୍ତମାନ ପାଣି ବନ୍ୟା ପାଣି ଆସିଲାଣି, ଆଉ କିଛି ଦିନ ଗଲେ ଟୋଟାଲି ଗାଁ ଭିତରକୁ ପାଣି ପଶିବ। ଚାହୁଁଛ କ'ଣ କାମ ନିମ୍ନମାନ ହେଇଛି, ଆଉ ଥରେ ପୁଣି ଥରେ କାମ କରିବାକୁ ଆମେ ଚାହୁଁଛ। ମୋ ନାଁ ଦେବବ୍ରତ ଥାଟୋଇ। ଆଜ୍ଞା, ଯେଉଁ ରାସ୍ତାଟା କାମ ହେଇଛି ଏହାର ପ୍ରଥମେ ଗୋଟେ ଫଳକ ଲାଗିବା କଥା, ବିନା ଫଳକରେ ଏଠି କାମ ହେଇଛି, ପୁରା ନିମ୍ନମାନରେ କାମ ହେଇଛି। କଣ୍ଟ୍ରାକ୍ଟରକୁ ବିରୋଧ କରାହେଇଥିଲା, ସେମାନେ ଆମକୁ ପୁରା ଫାଙ୍କିକି କାମ କଲେ। ଆମେ ଜେଇ ଅଫିସକୁ ଗଲୁ, ଜେଇ ମହୋଦୟ ଆମକୁ ଯେଉଁଭଳି ବୁଝେଇଲେ ତାଙ୍କ ବିନା ଜ୍ଞାତ ସାରରେ ବି ଏଠି କାମ ହେଇଛି ଜେଇ କହିଲେ। ତାପରେ ଏସ୍ ଡ଼ି ଅଫିସକୁ ଗଲୁ, ଏସ୍ ଡ଼ି ଆମକୁ ଦେଖା ଦେଲେନି। କଲେକ୍ଟର ଅଫିସକୁ ଗଲୁ, କଲେକ୍ଟରଙ୍କ ସାଙ୍ଗେ କଥା ହେଲୁ, କହିଲେ ଆମେ 7 ଦିନ ଭିତରେ ତାର ତର୍ଜମା କରିକି ଆପଣଙ୍କୁ ଜଣାଇବୁ। ଆଜି 7-15 ଦିନ ହେଲେଣି, ଆମ ପାଖରେ କିଛି ଉତ୍ତର ଅଛି, ଆମେ କିଛି ଜାଣିଛୁ। ବର୍ତ୍ତମାନ ବର୍ଷା ଆସିଲା, ସବୁ ରାସ୍ତା ଭାଙ୍ଗିକି ସତ୍ୟାନାଶ ହେଇଗଲା। ବର୍ତ୍ତମାନ ଗାଁବାସୀ ଦୁଃଖ ଅନ୍ଧାରରେ ରହିଗଲେ। କେତେ ଟଙ୍କାର କାମ? ଆଜ୍ଞା, ଫଳକ ନାହିଁ ତ ଆମେ କେମିତି ଜାଣିବୁ କେତେ? କିଏ କହୁଛି 9 କୋଟି, କିଏ କହୁଛି 5.5 କୋଟି। ଆମେ ତ ଅନ୍ଧାରରେ ରହିଲୁ ନା। ହ୍ୟାଲୋ, ମୋ ନାଁଟା ନିରୋଜ କୁମାର ଥାଟୋଇ। ରାସ୍ତା ଯେଉଁ ହିସାବରେ କାମ ହେଇଛି ସେ ହିସାବରେ କାମ ଆମେ କେହି ଗାଁ ଲୋକ ବି ସ୍ୱୀକାର କରୁନାହାନ୍ତି। ବର୍ତ୍ତମାନ ଆପଣ ଦେଖନ୍ତୁ, ଏ ନଦୀ ବନ୍ଧରୁ ଯେମିତି ମାଟି ଉଠା ହେଇଛି ଜୋର ଜବରଦସ୍ତ, ସେ କଣ୍ଟ୍ରାକ୍ଟର ଧମକ ଚମକ ଦେଇକି ଯେମିତି ଜୋର ଜବରଦସ୍ତ ସେ ମାଟି ଉଠେଇଛନ୍ତି, ମାନେ ଗାଁ ଲୋକଙ୍କୁ ଧମକ ଦେଇ। କାହିଁକିନା ଆମେ ସବୁ ବାହାରେ ରହୁ, ଆମେ କେହି ପିଲା ସବୁ ନଥିଲୁ। ବର୍ତ୍ତମାନ ଆସିକି ଆମେ ଯେଉଁ ଦେଖିଲୁ ରାସ୍ତା ଏମିତି ମଜାରେ ସବୁ କାମ ହେଇଛି, ରାସ୍ତା ସବୁ ମାନେ କେଉଁଠି 4 ଫୁଟ ବାହାରି ପଳେଇଛି, କେଉଁଠି 3 ଫୁଟ ବାହାରି ପଳେଇଛି। ଏମିତି ଆମର ଏଇଟା ହେଉଛି ବନ୍ୟା ଅଞ୍ଚଳ। ବର୍ତ୍ତମାନ ରାସ୍ତା ଭାଙ୍ଗିବା କାରଣ କ'ଣ ନା ପାଣିଟା ପଶିବ, ପାଣିଟା ପଶିଲେ ମାନେ ଆମେ ବହୁତ ଦହଗଞ୍ଚ ହବୁ। ବର୍ତ୍ତମାନ ଆମେ ଚାହୁଁଛୁ କି ପ୍ରଶାସନ ଏଟା ଦାୟିତ୍ୱ ନେଉ, କିନ୍ତୁ ଯେତେବେଳେ ଫାଷ୍ଟ କାମ ହେଲା କିଛି ପ୍ରଶାସନ ସେଟା ବୁଝିଲା ନାହିଁ, ନା କୌଣସି ଜେଇ ଆସିଲେ ନାହିଁ, କୌଣସି ଅଧିକାରୀ ମାନେ ଆସିଲେ ନାହିଁ। ଆମେ ଯାଇଥିଲୁ ରିପୋର୍ଟ କରିବା ପାଇଁ, ସେଟା ବି ସିଏ ଶୁଣିଲେ ନାହିଁ। ବର୍ତ୍ତମାନ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ, ଆମର ଯେ କଲେକ୍ଟର ଅଛନ୍ତି, କଲେକ୍ଟର ସାର୍ ସେଟା ପଦକ୍ଷେପ ନିଅନ୍ତୁ, ଏ କାମଟା ଆଉ ଥରେ ଇଏଟା ଭଲ ହିସାବରେ ହଉ। ଜ୍ୟୋତିର୍ମୟ ସାମଲ। ରାସ୍ତା ପ୍ରଥମ କଥା ହେଲା, ଦେଖନ୍ତୁ ପ୍ରକଳ୍ପର ଏପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ, ଆମେ ପ୍ରକଳ୍ପ ଦେଖିପାରିଲୁ ନାହିଁ। କିନ୍ତୁ ଆମେ ଶୁଣିଛୁ ଏହା 7ରୁ 9 କୋଟିର ପ୍ରକଳ୍ପ। କାମଟି ଆସିଛି ମଧୁବନ ଗ୍ରାମରୁ ଜୁଆଣିଆ ପର୍ଯ୍ୟନ୍ତ। ବଡ଼ କଥା ହେଲା ଭାଇ, ଆମେ ଭାବିଥିଲୁ, ଆମେ ଅଲୋଡ଼ା ହେଇକି ପଡ଼ିଥିଲୁ, ଦେଶ ସ୍ୱାଧୀନ ହେଲାଣି, ଆମେ କିନ୍ତୁ ସ୍ୱାଧୀନ ପାଇନଥିଲୁ। ସବୁ କଥାରେ ଆମେ ତ୍ରୁଟିରେ ଥିଲୁ, କିନ୍ତୁ ବହୁତ ଖୁସି ହେଇଥିଲୁ ଯେବେ ଶୁଣିଲୁ ଏ ଲାଇନ୍ରେ ଗୋଟେ ରାସ୍ତା ଆସୁଛି, ପିଚୁ ରାସ୍ତା। ବହୁତ ଖୁସି ହେଲେ, ଆମେ ବି ଖୁସି ହେଇଥିଲୁ, ଗ୍ରାମବାସୀ ଖୁସି ହେଇଥିଲେ। ଯାହା ହଉ, ବହୁତ ଦିନର ଖୁସି ଦୁଃଖ ଆମର ଦୂର ହେବାକୁ ଯାଉଛି। କିନ୍ତୁ ଏତେ ଶୀଘ୍ର ଏହା ଦୁଃଖରେ ପରିଣତ ହେଇଯିବ ଆମେ କେବେ ସ୍ୱପ୍ନରେ ବି ଭାବିନଥିଲୁ। ରାସ୍ତା ଏତେ ନିମ୍ନମାନର କାମ ହେଇଛି, ଯେତେବେଳେ କାମ ହେଉଥିଲା ଆମେ ସେତେବେଳେ ଜେଇକି ଜଣାଇଥିଲୁ, ସବୁ ଅଧିକାରୀ ଜଣାଇଥିଲୁ, କିନ୍ତୁ କୌଣସି ଅଧିକାରୀ ଏ ଜାଗାରେ ଉପସ୍ଥିତ ରହିଲେ ନାହିଁ। କଣ୍ଟ୍ରାକ୍ଟର ବାବୁ ତାଙ୍କର ମନମୁଖୀ କାମ କରି ଚାଲିଲେ। କାମ କରିଚାଲିଲେ ମାନେ ଆପଣ ବିଶ୍ୱାସ କରିବେନି, ଏହା ପୁରୁଣା ରାସ୍ତା ଥିଲା। ଯେତେବେଳେ ପୁରୁଣା ରାସ୍ତା ଥିଲା, ଆପଣ ଯଦି କହିବେ କୌଣସି ଭିଜୁଆଲ୍ ଆମେ ଭିଡ଼ିଓ ଆମ ପାଖରେ ଥିବ, ଆମେ ଦେଖେଇଦେବୁ ରାସ୍ତା କେତେ ସୁନ୍ଦର ଥିଲା। ଏହି ରାସ୍ତାକୁ 2 ସାଇଡ଼୍ରୁ ଖୋଳିଲେ, ରାସ୍ତାକୁ ଖୋଳିକି ରାସ୍ତାକୁ ଖରାପ କଲେ, କାରି ଉପରେ ମାଟି ଛିଞ୍ଚି ଦେଇ କାମ କଲେ। ନଦୀ ବନ୍ଧ ପଠାରୁ ମାତ୍ର 15 ଫୁଟ ହେବନି। ଦେଖନ୍ତୁ, ଏହା ହେଉଛି ନଦୀ ବନ୍ଧ, ଆମେ ଧୋଇଆ ଅଞ୍ଚଳବାସୀ। ଯଦି ନଦୀ ବନ୍ଧରୁ 15 ଫୁଟ ଦୂରରୁ ନଦୀ ବନ୍ଧ, ଯଦି ନଦୀ ବନ୍ଧ ଖୋଳା ହେଇକି ନଦୀରୁ ମାଟି କାଚିକି ଖୋଳା ହେଇକି ଯଦି ରାସ୍ତା ତିଆରି ହେଲା, ଠିକ୍ ଅଛି, ତିଆରି ହେଲା, ଆମ ସୁଖ ଦୂର ହେଇଥିଲେ ଆମେ ବହୁତ ଦୁଃଖ ଦୂର ହେଇଥିଲେ, ସୁଖ ପାଇଥାନ୍ତୁ, ବହୁତ ଖୁସି ହେଇଥାନ୍ତୁ। କିନ୍ତୁ ଆମେ ସେଇ ଦୁଃଖରେ ଦୁଃଖୀ ହେଇଗଲୁ, ହେଲେ ଆମ ମାଟି ହରାଇଲୁ, ପୁରା ନିମ୍ନମାନର। ଆମେ ବର୍ତ୍ତମାନ ଚାହୁଁଛୁ କାମଟି ଯେଉଁ କଣ୍ଟ୍ରାକ୍ଟର ବାବୁ ନେଇଥିଲେ ତାର ଏ କାମଟି ପୁନରାବୃତ୍ତି କରନ୍ତୁ, ନଚେତ ଗଭର୍ଣ୍ଣମେଣ୍ଟର ପଇସା, ଯେଉଁ ସରକାର ପଇସା ଯେଉଁଥିପାଇଁ ଗରିବ ଲୋକଙ୍କ ପାଇଁ ଆସୁଛି, ଜନସାଧାରଣଙ୍କ ପାଇଁ ଆସୁଛି ସେବା ପାଇଁ, ସେ କାମରେ ଲାଗିପାରୁନି। ଏ ପଇସା ରାସ୍ତା ବରଣ ହେଇଯାଉଛି। ନିଶ୍ଚିତ ଭାବେ ଏ କାମରେ ଆମେ ଚାହୁଁଛୁ ସବୁ ଅଧିକାରୀଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ହେଉ, ସମସ୍ତେ ଆ ଦେହରେ ସେଟଲ୍ ଅଛନ୍ତି ବୋଲି ଆମେ ଅନୁଭବ ସିଓର ହେଇଗଲୁଣୁ। ଆଜ୍ଞା, ସେ ରାସ୍ତାଟି ବହୁତ କଷ୍ଟରେ ବିଧାୟକଙ୍କୁ କହି ଆମେ 5,15,00,000ର ଟେଣ୍ଡର ହୋଇଥିଲା। ସେ ରାସ୍ତାଟି ଯେଉଁ କଣ୍ଟ୍ରାକ୍ଟର ବାବୁ ପାଇଛନ୍ତି, ରାସ୍ତାଟି ଏମିତି କାମ ହେଇଛି ସେ ରାସ୍ତା ଉପରେ। ପ୍ରଥମତଃ କୌଣସି ବୋର୍ଡ଼ ଲାଗିନାହିଁ, ଏଷ୍ଟିମେଟ୍ କଷ୍ଟ ଲାଗିନି। ସେକେଣ୍ଡ, ଯେଉଁ ସିଷ୍ଟମରେ ସେ କାମ କରିଛନ୍ତି, ପୁରା ନିମ୍ନମାନର କାମ ହେଇଛି। ସେ ରାସ୍ତା
ବିରୁଦ୍ଧରେ ଆମେ ରାସ୍ତାରେ ଯେଉଁ ପିଚୁ ମାଟି ପଡ଼ିଛି ଆମେ ତାକୁ ବିରୁଦ୍ଧରେ ରାସ୍ତା ବିରୁଦ୍ଧରେ ଆମେ ଗାଁ ଲୋକ କହିବାରେ ଆମେ ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲୁ। ଜିଲ୍ଲାପାଳଙ୍କୁ ଭେଟିଲା ପରେ କୌଣସି ଏସିଙ୍କ ବିରୁଦ୍ଧରେ ଏସଡିଓଙ୍କ ବିରୁଦ୍ଧରେ କି ଜେଇଙ୍କ ବିରୁଦ୍ଧରେ କୌଣସି ଆକ୍ସନ୍ ଜିଲ୍ଲାପାଳ ଏପର୍ଯ୍ୟନ୍ତ ନେଇପାରିଲେ ନାହିଁ। ନା ଜାଗା ଉପରୁ ନିଜେ ଆସିକି ଏସି ତାଙ୍କ ଡିପାର୍ଟମେଣ୍ଟ କି ଦେଖିଲେ। ବର୍ତ୍ତମାନ 2 ଦିନ ହେଲା ବର୍ଷା ହେଇଛି, ସେ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ତାଙ୍କର ନଦୀକି ଭାସି ଯାଇଛି। ରାସ୍ତା କୌଣସି ରାସ୍ତା ହିଁ ନାହିଁ। ହଁ ଆମେ ତ ଭାବୁଛୁ କାହିଁକିନା ଡିପାର୍ଟମେଣ୍ଟ ଯେହେତୁ ଏତେ ବଡ଼ ଅଭିଯୋଗ ଗଲା ପରେ ଏ ଅଭିଯୋଗ ସିଏମ୍ ଭିଜିଲାନ୍ସ ଅଭିଯୋଗ ଗଲା ପରେ କୌଣସି ଅଫିସର ଏପର୍ଯ୍ୟନ୍ତ ଇନକ୍ୱାରି କରିବାକୁ ଜାଗା ଉପରୁ ଆସିଲେ ନାହିଁ। ଆଉ ରାସ୍ତା କାମ ଯେଉଁ କଣ୍ଟ୍ରାକ୍ଟର କରୁଛନ୍ତି, କଣ୍ଟ୍ରାକ୍ଟର ଅଫିସରଙ୍କ ଭିତରେ ମଧୁଚକ୍ୟତା 100% ଅଛି। ଆଉ ନହେଲେ ସେ ଆସୁନାହାନ୍ତି କାହିଁକି? ଦେଖନ୍ତୁ, ସିଏ ଆମର ଯେଉଁ ଇରିଗେସନ୍ ବନ୍ଧଟି ହେଇଛି, ସେ ପ୍ରତିଥର ବନ୍ୟା ଅଞ୍ଚଳ ବନ୍ୟା ଆସିଲେ ଆମର ଇରିଗେସନ୍ ଡିପାର୍ଟମେଣ୍ଟ ସେ ରାସ୍ତା ରୋଡ଼କୁ ବନ୍ଧକୁ ଆସି ଜଗିକି ରହନ୍ତି, ବାଲି ବସ୍ତା ପକାନ୍ତି। ଟେଣ୍ଡର ହେଲା ପରେ କାମ ଯେଉଁ କାମ ନିମ୍ନମାନ ହେଇଛି, ବର୍ତ୍ତମାନ ସେ କାମ ତ ବର୍ଷା 2ଟା ବର୍ଷାରେ ଅଲରେଡ଼ି ଭାଙ୍ଗି ସାରିଲାଣି। କାଲି ସକାଳେ ଯେତେବେଳେ ବନ୍ୟା ଆସି ପହଞ୍ଚିବ, ସେ ବନ୍ଧ ଭାଙ୍ଗିଲେ ଏଠି ହାରାହାରି 20,000 ରୁ 30,000 ଲୋକ ଅସୁବିଧାରେ ପଡ଼ିବେ।